মহারাজ এ করো কিপরি ভাবরে এ করো মহামন্ত্রী হেলা মহারাজ কোন হেলা মহারাজ স্বপ্ন 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 আজি অর্ধরাত্রে দেখি স্বপ্ন ये तो है चिन्हिबा को चेष्टा कर मुकुर पृष्ठरे केबे देखिछु आपणार प्रतिबिंब स्थिर जल राशि उपरे केबे करिछु आपणार मुख दर्शन तेबे काहे कि चिन्हि पारना तोरे आपणार प्रतिरूप को प्रतिरूप अगंस मो तोर छाया छाया तोर प्रतिबिंब प्रतिबिंब और प्रतिरूप आरे এই পরিস্থিতি বর্তমানে এই রাজা দরবারে কাहे কি উপায় ইন্দ্রবর ছায়া আত্মচিন্তন পাই গুরুত্ব কর বিশ্লেষণ পাই ଆଉ କିଛି ଅସମାହିତ ପ୍ରଶ୍ନର ଉତ୍ତର ପାଇ ବାସନା କଂସ ଛାୟା ସତରେ ତୁ କଣ ସର୍ବଶକ୍ତିମାନ ଏହେ ହା 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 बालक प्राय 50 प्रश्न अच्छा लगे नहीं सचिपति इंद्र सहित 33 कोटी देवता जार मृत्यु बड़े घटू मृत्यु देवता जगत करी बंदी राज्य यक्ष गंधर्व किन्नर समस्त गौरी वसत स्वीकार करा सत्वे पुणे संदेह काल समय को जुड़ी पारिश कंस काल त्रिभुवन विजयी स्वयं महाकाल वृथा वृथा आस्फालन करुछु कंस वृथा आस्फालन करुछु तो अंतिम बेला सन्निकट प्राय कंस तो अंतिम बेला सन्निकट प्राय हाँ तो अंतिम बेला सन्निकट प्राय आया आया तू मते किछि करि पारिबनी कारण मो शरीर नुहे तोर छाया मो प्राण नुहे तोर प्रतिबिंब ताइले आज पर्यंत जहा जहा करि गलु ताहा कोन उचित करिछु जा करि जे कि पुराण पढ़तारे सब जको उचित करि जे महाराजा कर देवकी परा तोर भगिनी अड़ी अड़ सुकुमारी ताको बंद करू अंधकार कारागृह निक्षेपी तू कोन अन्याय करि न कंस अन्याय ये करि जे अन्याय तू करिछु नारे ओह
ନିଷ୍ଠୁର ହେଇଗଲୁ ତୁ ନିଷ୍ଠୁର ହେଇଗଲୁ ଭାଇ ଭଉଣୀ ଭିତରେ ତୁ ସମ୍ପର୍କର ଅଣାବିଳ ସମ୍ପର୍କକୁ ଭାଙ୍ଗିଦେବୁ ଆଜି ଭାଇ ଭଉଣୀରେ ଅନ୍ତରାଳ ସୃଷ୍ଟି କଲା କି ଆଜି ଏ କଂସକୁ ନିଷ୍ଠୁର କଂସ ରାକ୍ଷସ କଲା କି এই সেই ଦେବଭାଇ ତାହେଲେ ତୁ କହିବାକୁ ଚାହୁଁଛୁ ଆପଣାର ଉଦ୍ଦେଶ୍ୟ ସାଧନ ନିମନ୍ତେ ଦେବତା ମାନେ ତୋତେ ଆୟୁଧ ରୂପେ କରୁଛନ୍ତି ବ୍ୟବହାର ମତେ ଆୟୁଧ ରୂପେ କରିଛନ୍ତି ବ୍ୟବହାର এই সেই କୁଚକ୍ରୀ ଦେବତା ମଣ୍ଡଳୀ ଷଡ଼ୟନ୍ତ୍ରକାରୀ ଦେବତା ମଣ୍ଡଳୀ ମହାଭାରତ ପୃଷ୍ଠରେ ମୋ ମହାନାୟକ ମତେ ଖଳନାୟକ ଶୁଣେଇଛନ୍ତି ଦେବତା ମଣ୍ଡଳୀ ଅଭିମାନ କରୁଛୁ କଂସ ଅଭିମାନ ନୁହେଁ ବିଦ୍ରୋହ ବି କରୁଛି ଅଭିମାନ ହେଉ କି ବିଦ୍ରୋହ ହେଉ ଅଭିମାନ ହେଉ କି ବିଦ୍ରୋହ ହେଉ ପ୍ରଜା ବତ୍ସଳ ମହାନୁଭବ ଉଗ୍ରସେନକୁ ଲକ୍ଷିତ କରିଛୁ ଭର୍ଷିତ କରିଛୁ ବୃଦ୍ଧ ପିତାଙ୍କୁ ନିର୍ଯାତନା ଦେଲୁ ଏହା କଣ ଉଚିତ କଲୁ କଂସ ଏ ମୂର୍ଖ ଛାୟା ପିତା ଥିଲେ ଯେ ସରଳ ଯେ ମହାନ ବ୍ୟକ୍ତି ବୃଦ୍ଧ ଅବସ୍ଥାରେ ତାଙ୍କର ରାଜୁତିରେ କିଛି ଯଦି ତ୍ରୁଟି ଘଟିଯିବ ତେଣୁ ସେଇ ଦୁର୍ବଳତାର ସୁଯୋଗ ନେଇ ଗୋଟେ ଉତ୍ତମ ପୁତ୍ରର ପିତାର ସମସ୍ତ ବୋଝକୁ ମୁଁ ମୋ ମୁଣ୍ଡରେ ନେଲି ଆଉ ଗୋଟେ ଉତ୍ତମ ପୁତ୍ରର କାର୍ଯ୍ୟ କରିଅଛି ଛାୟା ବୃଦ୍ଧ ପିତାଙ୍କୁ କଟୁଆଳ ସଜାଇ ଉତ୍ତମ ପୁତ୍ରର ପରିଚୟ ଦଉଛୁ ଉତ୍ତମ ପୁତ୍ରର ପରିଚୟ ଦେଇଅଛି ତ୍ରିଭୁବନ ବିଜୟ କଂସ କିନ୍ତୁ କଂସ ନା ଶୁଣିଲେ ଏ ମଥୁରାର ପ୍ରଜାମାନେ କାହିଁକି ହେଉଛନ୍ତି ଆତଙ୍କିତ ଆତଙ୍କ ଏ କଂସ ଶାସନ ନିଷ୍ଠୁର ଯଦି କୌଣସି ପ୍ରଜା କର୍ତ୍ତବ୍ୟରେ କରେ ଅବହେଳା ଦଣ୍ଡିତ କରିଥାଏ ହେଲେ ଯଦି ଉତ୍ତମ ପ୍ରଜା ଭଲ କାର୍ଯ୍ୟ କରିଥାଏ ତାକୁ ପୁରସ୍କୃତ ମଧ୍ୟ କରିଥାଏ ଛାୟା ତଥାପି କଂସ ଏକ କଳଙ୍କିତ ଚରିତ୍ର କାହିଁକି କଂସ ଏକ କଳଙ୍କିତ ଚରିତ୍ର ନୁହେଁ କଂସକୁ କଳଙ୍କିତ କରିଛନ୍ତି ଏ ସମସ୍ତ ଦେବତା ମଣ୍ଡଳୀ ତୁ କହ ଛାୟା କଂସ କଣ କଳଙ୍କିତ କରିଅଛି ତ୍ରିଭୁବନ ବିଜୟୀ କଂସ ତାହେଲେ ତୁ କହିବାକୁ ଚାହୁଁଛୁ କହ କଂସ ଏ କୃଷ୍ଣ ସହିତ ତୋର ବୈରୀ ଭାବ କାହିଁକି ଏଥର ବହୁତ ସୁନ୍ଦର ପ୍ରଶ୍ନ ପଚାରିଯିବ ମୋର ଛାୟା କୃଷ୍ଣ ସହିତ କାହିଁକି ମୋର ବୈରୀ ଭକ୍ତି ଜାଣିଛୁ ଛାୟା କଂସ ଆଜି ଦଶମ ଭକ୍ତି ସେଇ ଉର୍ଦ୍ଧ୍ୱ ଭକ୍ତି କରୁଛି ମହାରାଜା କଂସ ହେଲେ ଶୁଣ ଛାୟା କଷ୍ଟରୁ ଉତ୍ତାରଣ କରେ ବୋଲି ନାମ ତାର କୃଷ୍ଣ କର୍ମରେ ଏକ ଅଂଶ ବୋଲି ମୁହିଁ ନାମ ମୋର କଂସ କର୍ମ ସହିତ ଯିଏ ଯୁଝିଥାଏ ତାକୁ ହିଁ କୃଷ୍ଣ ପ୍ରାପ୍ତି ହୋଇଥାଏ ଛାୟା ହେଲେ ଏ ଧରା ପୃଷ୍ଠରେ ଯେତେ ଜୀବ ଜଗତ ଅଛନ୍ତି ସମସ୍ତେ ନବତା ଭକ୍ତି କରି କୃଷ୍ଣ ପ୍ରାପ୍ତି ହୁଅନ୍ତି ତୁ କଣ ନବତା ଭକ୍ତି ଜାଣିଛୁ କଣ ସେଇ ନବତା ଭକ୍ତି କୁହ ମୋର ଛାୟା କଣ କହୁଛି କୀର୍ତ୍ତନ
ଶ୍ରବଣ ସ୍ମରଣ ଅର୍ଚ୍ଚନା ବନ୍ଦନା ପାଦ ସେବା ସଖା ଦାସ ଆତ୍ମନିବେଦନ ଏ ହେଉଛି ନବଦା ଭକ୍ତି। ଆଉ ଏ ନବଦା ଭକ୍ତିର ଊର୍ଦ୍ଧ୍ୱରେ ନବଦା ଭକ୍ତିର ଊର୍ଦ୍ଧ୍ୱରେ ଭକ୍ତି କରୁଅଛି କୃଷ୍ଣକେ କଂସ ମହାରାଜ। ତାହେଲେ ତୁ କଣ ବୈରୀ ଭକ୍ତି କରିବୁ? ଏ ମୁଁ ବୈରୀ ଭକ୍ତି କରୁଛି। କୃଷ୍ଣ ଆସିବ, ହିଁ କୃଷ୍ଣ ଆସିବ। କଂସ ତେବେ କହ ଏ ଧନୁ ଉତ୍ସବ କାହିଁକି? ଧନୁ ଉତ୍ସବ ଯଦି ଜାଣେ କହୁଛି अरे ମୋର ଛାୟା ତ ପ୍ରକୃତିରେ ଜାଣିଛି ମୁଁ କାହିଁକି ଧନୁ ଉତ୍ସବ କରୁଅଛି। ଏଥର କହ ମୋର ପ୍ରତି ଛାୟା ମୋହରି ବିବେକ। ମୁଁ ଜାଣିଛି କୃଷ୍ଣଙ୍କୁ ନିମନ୍ତ୍ରଣ ପଠାଇଛୁ କେବଳ ପ୍ରଲୋଭନ ମାତ୍ର, ଦେବକୂଟଙ୍କ ପ୍ରହାତ କରିବା ପାଇଁ। ଧନୁ ଉତ୍ସବ ହେଉଛି ଏ କଂସର କୂଟ। କାରଣ ଏ ତ୍ରିପୁର ଜଗତରେ ଏମିତି କେହି ବୀର ନାହିଁ ଯେ ବୀର ନିଜର ମୃତ୍ୟୁକୁ ସ୍ୱୟଂ ଡାକରା ଦେଉଛି। ଶୁଣ ହେ ଛାୟା, ଦ୍ୱାପର ଯୁଗରେ ଯଦି କେହି ବ୍ୟକ୍ତି ଥାଏ ଚିଠାଉରେ ନିମନ୍ତ୍ରଣ କରି ତାର ମୃତ୍ୟୁକୁ ନିଜେ ଡାକିଅଛି, ସେ ହଉଛି ମହାରାଜା କଂସ। ଆଉ କଣ୍ଠ ଫୁଟାଇ ଚିତ୍କାର କରୁଥାଏ, ଆ ମୃତ୍ୟୁ ଆ ମୃତ୍ୟୁ ଆ ମୃତ୍ୟୁ। ତାହେଲେ କଣ କହିବାକୁ ଚାହୁଁଛୁ ତୁ? କର୍ମ ନା ମୁକ୍ତି, ନିନ୍ଦା ନା ନିର୍ବାଣ। କହ କଂସ, ଏହା କଣ କଂସ କୂଟ? ଏସବୁ ହଉଛି ମୁକ୍ତି ନା ନିର୍ବାଣ। ଏ ହଉଛି ମହାରାଜା କଂସର। ତାହେଲେ ଆମ୍ ଦିୟମ୍ ନାସ୍ତିର ସେଇ ମୂଳ ମନ୍ତ୍ର ଏକମାତ୍ର ହଉଛି ମୁକ୍ତି ପଥ ବାଚିଅଛି କଂସ। ସାଧୁ କଂସ ସାଧୁ, ସାଧୁ ସାଧୁ ଧନ୍ୟ ଧନ୍ୟ କଂସ।